ମୁଁ ଜଣେ ସାନ ଭାଇକି ହରେଇଛି। ମତେ ଭଲ ପାଉଥିବା ହ୍ୟୁମାନ୍ର କାହା ସାଙ୍ଗରେ କ'ଣ ସମ୍ପର୍କ ମୁଁ ଜାଣିନି। ଶେଷ ଦେଖା MRR ଷ୍ଟୁଡିଓରେ ଅନେକ ଯେତେ ତାର ଗୋଟେ ବହୁତ ଭଲ ଗୁଣ, ତାର ସବୁବେଳେ ବଡ଼ ଭାଇକୁ ସମ୍ମାନ ଦେବା, ସାନମାନଙ୍କୁ ସ୍ନେହ କରିବା, ନକଲ କରିବା, ଯେଉଁ ମାହୋଲକୁ ଯିବ ସେଇଠି ହସେଇବ ଆଉ ସମସ୍ତଙ୍କୁ ଏମିତି କରିଦେବ, ସମସ୍ତଙ୍କୁ ନିଜର କରିଦେବ। ସେଇ ଯେଉଁ ଶକ୍ତିଟା ଭଗବାନ ତାକୁ ଦେଇଥିଲେ, ସମସ୍ତଙ୍କୁ ନିଜର କରିପାରୁଥିଲା ବୋଲି ହୁଏତ ତାଙ୍କ କଣ୍ଠରେ ସେମିତି ଭଗବାନ ଯାଦୁ ଦେଇଥିଲେ ଯେ ସମସ୍ତଙ୍କୁ ତାଙ୍କ ଭଏସ୍ର ଯାଦୁରେ ସମସ୍ତଙ୍କୁ ଆପଣାର କରିପାରୁଥିଲେ। ହ୍ୟୁମାନ ସାଗର ଗୋଟେ ନାଁ ନୁହେଁ, ଗୋଟେ ଇମୋସନ୍ ଆମ ଓଡ଼ିଶାର। ବହୁତ ସିଙ୍ଗର ଥାଆନ୍ତି, ଜନ୍ମ ନିଅନ୍ତି, ସୁପରହିଟ୍ ଗୀତ ଗାଆନ୍ତି, ତାପରେ ସ୍ତର କମେ କି ବେଶୀ ହୁଏ ମୁଁ ଜାଣିନି, କିନ୍ତୁ ହ୍ୟୁମାନ ତାଙ୍କ ସ୍ତରକୁ ଉପରକୁ ଉଠେଇ 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 ଚାଲିଗଲେ। ମୁଁ ବହୁତ ବହୁତ କଥା ମତେ ସେୟାର କରେ। ତାର ବହୁତ କମ୍ ଦୋସ୍ତି ଆମ ସାଙ୍ଗରେ ଥାଏ। ମାନେ ମାନେ କ'ଣ କି ଦୋସ୍ତି ମାନେ କ'ଣ, ଯେହେତୁ ସାନ ସିଏ, ଆମ ମତେ ଆଉ ଅଭିଜିତ ମିଶ୍ରକୁ ଆମେ ଦି ଜଣଙ୍କୁ ସେ ଟିକେ ହୃଦୟରୁ ଡରେ, କିନ୍ତୁ ସେୟାର ବି କରେ କଥା, ପ୍ରତ୍ୟେକ କଥା। ମଝିରେ ଆମେ ଲାଷ୍ଟ ଟାଇମ୍ କଥା ହେଇଥିଲୁ, ମୁଁ ଜାଣିବା ପାଇଁ ପାଉଥିଲି ଯେ ତାଙ୍କ ଝିଅକୁ ସେ ବହୁତ ମିସ୍ କରୁଥିଲେ। ବହୁତ ଥର କହୁଥିଲେ, ଦାଦା ଇଚ୍ଛା ହଉନି, ବଞ୍ଚିବା ପାଇଁ ଇଚ୍ଛା ହଉନି, ଯେ ମୋ ଝିଅକୁ ଟିକେ ଦେଖିପାରୁନି, ମୁଁ ଯାଇପାରୁନି ଝିଅକୁ ଦେଖିବା ପାଇଁ। ଏ କଥା ମୁଁ ପରିପ୍ରକାଶ କରେନି, ଆଉ ଉଚିତ ନୁହେଁ ଯେ ଏ ସମୟରେ ପରିପ୍ରକାଶ କରିବା, କିନ୍ତୁ